ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ପଣସ ମଞ୍ଜି କୋପ୍ତା କରି ବା କଠଲ କି ବୀଜ କି କୋପ୍ତା କରି। ପ୍ରଥମେ ଆମେ କିଛି ଆଳୁ ନେବା ଆଉ କିଛି ପଣସ ମଞ୍ଜି ନେବା। ଆମେ ପଣସ ମଞ୍ଜିକୁ କାଟିକି ତାର ଯେଉଁ ଧଳା ଚୋପାଟାକୁ ଛଡ଼େଇ ଦେବା। ଛଡ଼େଇ ଦେଇକି ତାକୁ ଧୋଇକି ରଖିବା। ଆଳୁ 6ଟା କି 7ଟା ଖଣ୍ଡ ନେବା, ତାକୁ ମଧ୍ୟ ଧୋଇକି ରଖିବା। ପ୍ରେସର କୁକର ନେବା, ସେଥିରେ ଗୋଟା ଆଳୁ ପକାଇବା ଆଉ ଧୋଇକି ରଖିଥିବା ପଣସ ମଞ୍ଜିକୁ ଦେଇ ତା ଦେହରେ 2 ଗ୍ଲାସ୍ ପାଣି ଦେଇଦେବା। 2 ଗ୍ଲାସ୍ ପାଣି ଦେଇସାରିଲା ପରେ ତାର ଢାଙ୍କୁଣୀ ଦେଇକି ଗ୍ୟାସରେ ବସାଇବା। 2ଟା ହୁଇସିଲ୍ ଆସିଲେ ତାକୁ ଆମେ ବାହାର କରିବା। ଥଣ୍ଡା ହେଲା ପରେ ପ୍ରେସର କୁକର ଖୋଲିକି ତାକୁ ଏକ ପାତ୍ରରେ ବାହାର କରିକି ରଖିବା। ମଞ୍ଜି ଥଣ୍ଡା ହେଲା ପରେ ଆମେ ତାକୁ କ'ଣ କରିବା, ଗ୍ରାଇଣ୍ଡର ଜାରରେ ଦେଇ ସେଥିରେ ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିବା। ପାଣି ଏଥିପାଇଁ ଆମେ ଦେଉଛୁ ଯେହେତୁ ପଣସ ମଞ୍ଜି ଟିକେ ଅଠାଳିଆ, ତେଣୁ କରିକି ଆମେ ସେଥିରେ ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଆମେ ତାକୁ କ'ଣ କରିବା ନା ଏକ ପାତ୍ରକୁ କାଢ଼ିଦେବା। କାଢ଼ି ଦେଇକି ସେଥିରେ କାଶ୍ମୀରୀ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ସିଝା ଆଳୁର ଚକଟା, ପିଆଜ କଟା, ଧନିଆ ପତ୍ରର କଟା, କଞ୍ଚା ଲଙ୍କାର କଟା, ଆମ୍ବ କଷିଆ ଅଦା କଟା, ରସୁଣ କଟା, ଅଳ୍ପ ଗୋଟା ଜିରା ପକାଇକି ଭଲ ଭାବରେ ଗୋଳେଇବା। ଭଲ ଭାବରେ ଗୋଳେଇ ସାରିଲା ପରେ ଆମେ କ'ଣ କରିବା ନା ସେଥିରେ 3ରୁ 4 ଚାମଚ କର୍ଣ୍ଣଫ୍ଲୋର ଦେବା। କର୍ଣ୍ଣଫ୍ଲୋର ଦେଇକି ତାକୁ ଭଲ ଭାବରେ ହାତରେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ଆମେ ତାକୁ କ'ଣ କରିବା ନା କିଛି ସମୟ ପାଇଁକି ଛାଡ଼ି ଦେବା। ଆପଣମାନେ ତ ପଣସ ମଞ୍ଜି ଖାଉଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଗୋଟେ ଭଲ ରେସିପି କରିକି ଦେଖେଇବି। ଆପଣମାନେ ଏଇଭଳି ଭାବରେ ଥରେ କରିକି ଖାଆନ୍ତୁ, ଦେଖିବେ କେତେ ସୁଆଦିଆ ଆଉ ସ୍ୱାଦିଷ୍ଟ ଲାଗୁଛି। କଡ଼େଇ ବସେଇବା। କଡ଼େଇ ଭଲ ଭାବରେ ଗରମ ହେଲା ବେଳେ ଆମେ କ'ଣ କରିବା, ସେଥିରେ ତେଲ ଦେବା। ତେଲଟି ଭଲ ଭାବରେ ଗରମ ହେଲେ ଆମେ କ'ଣ କରିବା, ସେଥିରେ ପଣସ ମଞ୍ଜିର ବ୍ୟାଟରଟିକି ରେଡ଼ି କରିକି ରଖିଥିବା ତାକୁ କ'ଣ କରିବା, ପାଣି ହାତ ହେଇକି ଛୋଟ ଛୋଟ କରିକି ତେଲରେ ଛାଣିବା। ଆପଣମାନେ ଚାହିଁଲେ ତାକୁ ହାତରେ ଥାପିକି ମଧ୍ୟ ଛାଣିପାରିବେ, ନହେଲେ ଚେପଟେଇକି ମଧ୍ୟ ଛାଣିପାରିବେ। ଆପଣଙ୍କ ମନ ମୁତାବକ ଆପଣମାନେ ଯେଉଁ ଭଳିଆ ତାକୁ ସେପ୍ ଦେଇପାରିବେ କୋପ୍ତାର। ତାକୁ ତେଲରେ ପକାଇ ସାରିଲା ପରେ ଆମେ କ'ଣ କରିବା ନା ହାଲକେଇକି ଡାଲଚଟୁଟି ମାରିବା, କିଛି ସମୟ ପାଇଁ ଛାଡ଼ିଦେବା। ସେ କିଛି ସମୟ ପରେ ପୁଣି ଟିକେ ଡାଲଚଟୁ ମାରିବା, ପୁଣି କିଛି ସମୟ ଆମେ ତାକୁ ଛାଡ଼ିଦେବା। ଆପଣମାନେ ଏହାକୁ ସ୍ନାକ୍ସ ଭଳି ଖାଇପାରିବେ, ଚା ସାଙ୍ଗରେ ଖାଇପାରିବେ, ଆପଣ ଯେମିତି ଚାହିଁବେ ଏହାକୁ ଖାଇପାରିବେ। ଏଇଟା ଏମିତି ସ୍ନାକ୍ସ ଭଳିଆ ବହୁତ ସ୍ୱାଦ ଲାଗିବ। ଆଉ ଟିକେ ତେଲରେ ଏପଟ ସେପଟ ଆମେ କରିଦେବା। କରିସାରିଲା ପରେ ଆମେ କ'ଣ କରିବା ନା କୋପ୍ତା ଗୁଡ଼ିକୁ ବାହାର କରିଦେବା ତେଲରୁ। ବାହାର କରିସାରିଲା ପରେ ଆମେ ତାକୁ ହାତରେ ଦେଖିବା କେତେ ନରମ ହେଇଛି। କୋପ୍ତା ଗୁଡ଼ାକୁ ପୁରା ତୁଳା ଭଳିଆ ନରମ ହୋଇଛି। ଆପଣମାନେ ଏଇଭଳି ଭାବରେ ଥରେ କରନ୍ତୁ, ଦେଖିବେ କେତେ ସୁନ୍ଦର ଆଉ ସୁଆଦିଆ ଲାଗୁଛି। ଆପଣମାନେ ଚାହିଁଲେ ପଣସ ମଞ୍ଜିକି ଫୋପାଡ଼ି ଦିଅନ୍ତି ବହୁତ ଲୋକ। ପଣସ ମଞ୍ଜିକି ନ ଫୋପାଡ଼ି ଆପଣମାନେ ଏଇଭଳି ଭାବରେ ଥରେ କୋପ୍ତା କରିକି କରନ୍ତୁ। କୋପ୍ତା କରିକି ଏତେ ସୁଆଦିଆ ଲାଗୁଛି ଖାଇବା ପାଇଁ। ଗ୍ୟାସ୍ ଲଗାଇବା। ଗ୍ୟାସ୍ ଲଗାଇ କଡ଼େଇଟି ବସାଇବା। କଡ଼େଇ ଭଲ ଭାବରେ ଗରମ ହେଲେ ଆମେ କ'ଣ କରିବା, ସେଥିରେ ସୋରିଷ ତେଲ ଦେବା। ସୋରିଷ ତେଲଟି ଗରମ ହେଲେ ଆମେ କ'ଣ କରିବା, ସେଥିରେ 2ଟା ତେଜପତ୍ର ଦେବା, ଡାଲଚିନି 2 ଖଣ୍ଡ ଦେବା, ଗୁଜୁରାତି 2ଟା ଦେବା। ଗୁଜୁରାତି 2ଟା ପକାଇ ସାରିଲା ପରେ ଅନାସୀ ଫୁଲର ପାଖୁଡ଼ା 2-3 ଖଣ୍ଡ ଆମେ ସେଥିରେ ପକାଇବା। ପକାଇକି ତାକୁ କ'ଣ କରିବା, ଗୋଳେଇବା, ଯେମିତି ସେଥିରୁ ଧୂଆଁ ବାହାରିବ, ମସଲାଟି ପୁରା ଜାରି ହେଇଯିବ। ଜାରି ହେଇଗଲା ପରେ ଆମେ କ'ଣ କରିବା, କାଟିକି ରଖିଥିବା ପିଆଜ କଟାକୁ ସେଥିରେ ପକାଇବା। ପିଆଜ କଟା ପକାଇକି ଆମେ ତାକୁ କ'ଣ କରିବା ନା ଏପଟ ସେପଟ କରିକି ଗୋଳେଇବା। ବ୍ରାଉନ୍ କଲର୍ ହେଲେ ଆମେ ସେଥିରେ କ'ଣ କରିବା ନା ଆଗରୁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିବା ମସଲାଟିକୁ ଦେବା। ମସଲାଟିକୁ ଦେଇକି ତାକୁ ଟିକେ ଭଲ ଭାବରେ ଗୋଳେଇବା। ମସଲାରୁ ଯେଉଁ ପର୍ଯ୍ୟନ୍ତ ପାଣିଟି ନ ଶୁଖିଯାଇଛି, ପାଣିଟି ଯେମିତି ମସଲାରୁ ଯେମିତି ଶୁଖା ହେଇଯିବ ମସଲାଟି, ଆମେ କ'ଣ କରିବା, ସେଥିରେ କିଛି କାଶ୍ମୀରୀ ଲଙ୍କା ପାଉଡ଼ର ଦେବା,
ଆଉ ହଳଦୀ ପାଉଡ଼ର କିଛି ଦେବା। ସ୍ୱାଦ ଅନୁସାରେ ଆମେ ଏଥିରେ ଲୁଣ ଦେବା। ଆମେ ଆଗରୁ କୋପ୍ତାରେ ଲୁଣ ଦେଇଛେ, ତେଣୁକରି ଆମେ ଏଠି କେବଳ ମସଲା ପାଇଁକି ଲୁଣ ଟିକେ ଦେବା। ଲୁଣ ଟିକେ ଦେଇକି ତାକୁ କ'ଣ କରିବା, ଆମେ ଏପଟ ସେପଟ କରିକି ତାକୁ ଗୋଳେଇବା। ଗୋଳେଇ ସାରିଲା ପରେ ଆମେ ସେଥିରେ ଅଳ୍ପ କିଛି ପାଣି ଦେବା। ପାଣି ଦେଇକି ଆମେ କ'ଣ କରିବା, ତାକୁ ଏଇଭଳି ଭାବରେ ଗୋଳେଇବା। ଅଳ୍ପ ଟିକେ ପାଣି ଦେଉଥିବା, ଟିକେ ଗୋଳଉଥିବା। ଏଇଭଳି ଭାବରେ ଆମେ ତାକୁ ଏମିତି ଗୋଳେଇବା ଯେଉଁ ପର୍ଯ୍ୟନ୍ତ ମସଲାରୁ ତା'ର ସମ୍ପୂର୍ଣ୍ଣ ବାସ୍ନାଟି ବା ମସଲା ଯେଉଁ ରସୁଣ ଗ୍ୟାସ୍ଟି ସମ୍ପୂର୍ଣ୍ଣ ନଯାଇଛି, ସେଇଭଳି ଭାବରେ ଆମେ ଏଇ ମସଲାଟିକୁ ଏଇଭଳି ଭାବରେ ଆମେ ତାକୁ ପାଣି ଦେଇକି ଟିକେ ଟିକେ କରିକି କଷୁଥିବା। ମସଲାଟି ସମ୍ପୂର୍ଣ୍ଣ ଭାବରେ କଷି ହେଲେ ଆମେ ସେଥିରେ କ'ଣ କରିବା ନା ଗୋଳେଇବା। ଗୋଳେଇ ସାରିଲା ପରେ ସେଥିରେ ଆମେ କ'ଣ କରିବା, କିଛି ଟମାଟୋ କଟା ଦେବା, ଧନିଆ ପାଉଡ଼ର, ଜିରା ପାଉଡ଼ର ଆଉ ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ ଦେବା। ଗୁଣ୍ଡ ଦେଇକି ଏଇ ମସଲାଟିକୁ ଆମେ ଏମିତି କଷିବା। ତାପରେ ଆମେ ସେଥିରେ କ'ଣ କରିବା, କିଛି କସ୍ତୁରୀ ମେଥି ଦେଇକି ଗୋଳେଇବା। ମସଲାଟିକୁ ଆମେ ଏଇଭଳି ଭାବରେ ଭଲ ଭାବରେ କଷିବା। ଯେଉଁ ପର୍ଯ୍ୟନ୍ତ ମସଲାଟି କଷି ନ ହୋଇଛି ଆମେ ଏଇଭଳି ଭାବରେ ମସଲା କଷୁଥିବା। ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମୋ ଚ୍ୟାନେଲ ଭଲ ଲାଗୁଥିଲେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କ ଅପେକ୍ଷାରେ ରହିଲି। ଆପଣମାନେ ଏଇଭଳି ଭାବରେ ମୋ ଚ୍ୟାନେଲକୁ ଗ୍ରୋଥ୍ କଲେ ମୁଁ ଆଗକୁ ବଢ଼ିବି। ଆପଣମାନେ ମୋତେ କମେଣ୍ଟ ବକ୍ସରେ ଦୟାକରି କମେଣ୍ଟ କରନ୍ତୁ। ଦେଖିବେ ମୁଁ ଆପଣଙ୍କୁ ଭଲ ଭଲ ନୂଆ ନୂଆ ରେସିପି ଆଗକୁ ଆହୁରି ଦେଖେଇବି। ଏଇଭଳି ଭାବରେ ଆମେ ଏଇ ମସଲାଟିକୁ କଷୁଥିବା। ମସଲାଟି ସମ୍ପୂର୍ଣ୍ଣ ଭାବରେ କଷି ନ ହେବା ପର୍ଯ୍ୟନ୍ତ ଆମେ ଏଇଭଳି ଭାବରେ କଷୁଥିବା, ଯେଉଁ ପର୍ଯ୍ୟନ୍ତ ଟମାଟୋର ପାଣିଟି ସମ୍ପୂର୍ଣ୍ଣ ଭାବରେ ଶୁଖି ନଯାଇଛି। ଟମାଟୋର ପାଣି ଯେତେବେଳେ ଶୁଖିଯିବ ଆମେ ଜାଣିବା ଯେ ଆମର ମସଲାଟି ସମ୍ପୂର୍ଣ୍ଣ ଭାବରେ କଷି ହୋଇଯାଇଛି। ଏଇଭଳି ଭାବରେ ଏମିତି ଥରେ ଆପଣମାନେ ଏଇଭଳି କରି ଆମେ ସେଥିରେ ଆଳୁ ସିଝା କଟା ପକାଇକି ଲୁଣ ଅଳ୍ପ ଦେଇକି ଗୋଳେଇବା। ଆମେ କ'ଣ କରୁଛୁ ନା ଆଗରୁ ଆଳୁଟିକୁ ସିଝେଇକିନା କାଟିକି ରଖିଥିବେ, ସେଇ ଆଳୁ କଟାକୁ ଆମେ ଏଠି ବ୍ୟବହାର କଲୁ। ଆପଣମାନେ ବି ସେମିତି କରିବେ। ଆମେ ମସଲା କଷିଲା ବେଳେ ଅଳ୍ପ ଲୁଣ ଦେଇଥିଲେ, ତେଣୁ କରିକି ଆମେ ଏଠି ସେଇ ହିସାବରେ ଲୁଣ ଦେବା। ଯେହେତୁ ଆମେ ମସଲାରେ ଦେଇଥିଲେ, ଏଠି କେବଳ ଆଳୁ ଆଉ ତରକାରୀ ପାଇଁ ଆମେ ବ୍ୟବହାର କରିବା। ସେଇ ହିସାବରେ ଆପଣମାନେ ଏଠି ଲୁଣ ଦେବେ। ମସଲାକୁ ଭଲ ଭାବରେ ଆଳୁ ସାଙ୍ଗରେ ମିଶାଇକି କଷିବା। ମସଲାଟି ସମ୍ପୂର୍ଣ୍ଣ ଭାବରେ ଆଳୁ ସାଙ୍ଗରେ କଷି ହେଲା ପରେ ଆମେ କ'ଣ କରିବା ନା ସେଥିରେ 2 କପ୍ ପାଣି ଦେବା। 2 କପ୍ ପାଣି ଦେଇକି ତାକୁ ଆମେ ଛାଡ଼ିଦେବା। କାହିଁକି ଆମେ ଏଠି 2 କପ୍, ଆପଣମାନେ ଯେତିକି ପରିମାଣରେ କୋପ୍ତା ନେଇଥିବେ ସେଇ ହିସାବରେ ପାଣି ଦେବେ। ପାଣି ଦେଇକିନା ଆମେ କଷାଇବା। ସେ ଫୁଟିଲେ ଆମେ ସେଥିରେ ଛାଣିକି ରଖିଥିବା ପଣସ ମଞ୍ଜିର କୋପ୍ତାକୁ ଅଳ୍ପ ଅଳ୍ପ କରିକି ସେଥିରେ ପକାଇବା। ପଣସ ମଞ୍ଜି କୋପ୍ତା ପକାଇ ସାରିଲା ପରେ ଆମେ ସେଥିରେ କ'ଣ କରିବା ନା ଆଗରୁ ଗୋଳେଇକି ରଖିଥିବା ଅମୁଲ ପାଣିକୁ ଦେଇ ଗୋଳେଇବା। ଅମୁଲ ପାଣି ଦେଇ ଗୋଳେଇ ସାରିଲା ପରେ ଆମେ କ'ଣ କରିବା ନା ସେଥିରେ ଗରମ ମସଲା ଗୁଣ୍ଡ କିଛି ଦେଇକି ଗୋଳେଇକି କିଛି ସମୟ ପାଇଁ ଛାଡ଼ିଦେବା। ଆପଣମାନେ ଆଗରୁ ଗରମ ପାଣିରେ 3 ଚାମଚ ଅମୁଲ ଗୋଳେଇକି ରଖିଥିବେ, ଆପଣମାନଙ୍କୁ ଏଇଟା କରିବାକୁ ସୁବିଧା ହେବ। ସେ ଅମୁଲ ପାଣି ଦେଇକି ଆପଣମାନେ ଯଦି ଏମିତି ଥରେ କରିବେ, ଦେଖିବେ ଏଇ ପ୍ରୋସେସିଂରେ ଆପଣମାନେ ପଣସରେ ଦେଇପାରିବେ, ପୋଟଳରେ ମଧ୍ୟ ଏଇଭଳି ଭାବରେ ଅମୁଲ ପାଣି ଦେଇକି କରିକି ଖାଇପାରିବେ। ପଣସ ମଞ୍ଜି ଆଉ ଅମୁଲ ଦେଇକି କଲେ ତା'ର ସ୍ୱାଦ ଦ୍ୱିଗୁଣିତ ହେଇଯିବ। ଆପଣମାନେ ଏଇଭଳି ଭାବରେ ଥରେ କରନ୍ତୁ, ଦେଖିବେ କେତେ ସୁନ୍ଦର ଆଉ ସୁଆଦିଆ ଲାଗୁଛି। ଆପଣମାନେ କ'ଣ କରିବେ ନା ଏଇଭଳି ଭାବରେ ତାକୁ କିଛି ସମୟ ଛାଡ଼ି ଦେବେ। ପ୍ରସ୍ତୁତ ହେଇଗଲା ପଣସ ମଞ୍ଜିର କୋପ୍ତା କରି। ଏହାକୁ ଆପଣ ଗରମ ଗରମ ଭାତ ସାଙ୍ଗରେ ଖାଇପାରିବେ, ପରଟା ସାଙ୍ଗରେ ମଧ୍ୟ ଖାଇପାରିବେ, ରୁଟି ସାଙ୍ଗରେ ମଧ୍ୟ ଖାଇପାରିବେ। ମୁଁ ଆଜି ଆପଣମାନଙ୍କ ସହିତ ସେୟାର କଲି ପଣସ ମଞ୍ଜିର କୋପ୍ତା କରି। ଆପଣମାନେ ଏଇଭଳି ଭାବରେ ପଣସ ମଞ୍ଜିର କୋପ୍ତା କରି ଥରେ କରନ୍ତୁ।